ମୁଖ୍ୟ ବିଚାରପତି କି କୋଉ ଲୋପ ଦେଖେଇଲେ କାରଣଟା ବଦଳେଇଯିବ ସେ ବାଟଟା ବି ମତେ ଭଲ ଭାବେ ଜଣାଅଛି। ସବୁ ଅସମ୍ଭବକୁ ସମ୍ଭବ କରିପାରେ ଏ ମେଘା ମୈତ୍ରୀ। କାରଣ ଆରେ ସବୁ ତ କରିପାରିବ ମୋ ପାଖକୁ ଆସିଛ କୋଉ ଏଇଥିପାଇଁ ଆସିଛି ଯେ ଆଗକୁ ଇଲେକ୍ସନ ଆମେ ଚାହୁଁଛୁ କଥାଟା ଯେମିତି ବେଶୀ ଆଗକୁ ନ ବଢୁ। ଶୁଣ, ଓଡ଼ିଶାର ଏମିତି ଇତିହାସ ଅଛି ଗୋଟାଏ ଝିଅ ପାଇଁ 24 ବର୍ଷ ବିଜେତା ପାର୍ଟି ଆଜି ଥୋଡ଼ି 7 ହେଇଯାଇଛି। ଆମ ପାର୍ଟିର ସୁପ୍ରିମ ଟିକେ ଅଲଗା। କେତେବେଳେ କାହାକୁ ଯେ ତଣ୍ଟିଆ ମାରି ତଳ ବାହାର କରୁଛନ୍ତି ସେ ନିଜେ ବି ଜାଣନ୍ତି। ଭୟ ଅଛି ତାହେଲେ ସେଇ ଭୟରୁ ମୁକ୍ତ ହେବା ପାଇଁ ଆମେ ତ ଆପଣଙ୍କ ପାଖକୁ ଆସିଛୁ। ଆପଣ ଯାହା କହିବେ ଆମେ ଠିକ ସେଇଆ କରିବୁ। ଦେଖ, ମୋର ପୁଣି ଥରେ ଟିକେଟ ଦରକାର। ବିରୋଧୀ ଦଳ ପ୍ରେସରରେ ଆମ ଦଳର ମୁଖିଆ ଯେମିତି ମତେ ଦଳରୁ ବାହାର ନ କରିବା ଦରକାର। ମୋର ପୁଣି ଥରେ ମନ୍ତ୍ରୀ ହବା ଦରକାର। ଆଡଭାନ୍ସ 25 ଲକ୍ଷ, ଫାଇନାଲ ପରେ ଆଉ 25 ଲକ୍ଷ ଦେବେ। ମୋ କଥା ଲାଗି ତାହେଲେ ଆଗକୁ କଥା ବଢିବ, ନହେଲେ ମୋ କୋର୍ଟ ଟାଇମ୍ ହେଇଗଲାଣି ମାସ 25 ଲକ୍ଷ। ଶୁଣ, ମୁଁ ତମକୁ 1 କୋଟି ଆଡଭାନ୍ସ ଦଉଛି। 1 କୋଟି ଆଡଭାନ୍ସ ଦଉଛି। କାମ ସରିଗଲେ 50 ଲକ୍ଷ ରିଟର୍ନ କରିଦବ। ଆଉ 25 ଲକ୍ଷ ରହିବ। ଆଇ ଲାଇକ୍ ୟୁ। ତମରି ଭଳି ଲୋକମାନଙ୍କ ପୁଅ ମାନେ ରେଟ୍ କରିବା ଦରକାର। ମର୍ଡର କରିପାରିବ, 1, 2, 3ଟା ଯଦି ମର୍ଡର କରିପାରିବ ଏ କେସ୍ ଦଫାର ପାଇଯିବ। ମୋ ପାଠ କହୁଛି କାହାକୁ ମର୍ଡର କରିବାକୁ ହବ? ବଳାତ୍କାର ହେଇଥିବା ପୀଡ଼ିତାର ସମ୍ପର୍କ ମାନେ ବାପା ଭାଇ ଯଦି ବାହା ହେଇଥିବ ସ୍ୱାମୀ ନହେଲେ ପ୍ରେମିକ, ପୀଡ଼ିତା ଭଲରେ ଭଲରେ ବାଟକୁ ଆସିଲା ତ ଭଲ କଥା, ନହେଲେ ତାକୁ ଦୁର୍ବଳ କରିବା ପାଇଁ ଗୋଟିଏ ମର୍ଡର ନିହାତି ଦରକାର। ରୂପସୀ ମହାନ୍ତି ଓ କଥା ମାନିଗଲେ ମା ତମେ ଜଗତର ସାହବର। ଆଉ ମୋ କଥାକୁ ଅମାନ୍ୟ କଲେ ଚାମୁଣ୍ଡା ହେଇ ରକ୍ତ ପିଅନ୍ତି। ମୁଁ ମେଘା ମୈତ୍ରୀ, ସେଇ କାଟି କାଟି ସରପଞ୍ଚ, ମଣିଷ କାଟି କାଟି ମନ୍ତ୍ରୀ। ଏତେ ସୁନ୍ଦର ଇତିହାସ, ତମେ ରାଷ୍ଟ୍ରପତି ହେବା କଥା। କଥା ପରେ ମେଘା ମନ୍ତ୍ରୀ ପୁଣି ସେଇ 25 ବର୍ଷ ତଳକୁ ଫେରିଯିବ। ଶୁଣୁଥାଏ ଏ ଶାସନ ପଡ଼ା ଛକରେ 100 ପାଖାପାଖି ଛେଳି କାଟୁଥିଲା, ସୁପାରି ନେଇ ମଣିଷ ମାରୁଥିଲା। ଏମିତିକି ଛେଳି ପୁଟି ଭିତରେ ମଣିଷ ମାଂସ ପୁରେଇ କୁକୁର ମାନଙ୍କ ଆଗକୁ ଫୋପାଡ଼ି ଦେଉଥିଲା। ଶୁଣ, ମୋ ପୁଅ ଏ କେସ୍ ଜିତିବା ଦରକାର। ପୁଣି ଥରେ ମନ୍ତ୍ରୀ ହବା ଦରକାର। କୁହନ୍ତୁ କାହାକୁ ମାରିବାକୁ? ବଳାତ୍କାର ନ ହେଇକି ଯିଏ ବେଶୀ କଷ୍ଟ ପାଉଛି, ଯେ ବେଶୀ ଚିତ୍କାର କରୁଛି। ବୁଝିଗଲି ବୁଝିଗଲି। କଣ ବୁଝିଲେ? ବାଘ ଯେତେବେଳେ ହରିଣ ଶିକାର କରେ ତାର ପ୍ରଥମ ପଞ୍ଝାଟା ହରିଣର ଗୋଡ଼ ଉପରକୁ ଥାଏ। ବାଘ ତା ମୁନିଆ ଦାନ୍ତରେ ହରିଣ ଗୋଡ଼କୁ ଝୁଳି ଆଉ କାମି କରିଦେଲେ ହରିଣଟା ଦୌଡ଼ିବା ବଦଳରେ ଘୁଷୁରିବା ଆରମ୍ଭ କରେ। ତାପରେ ଯାଇ ବାଘକୁ ଆହାର ମିଳେ। ଆମର ପ୍ରଥମ ଟାର୍ଗେଟ ଗୌରୀର ଭଉଣୀ ସୀତା। ଠିକ ଅଛି, ଆମେ ସବୁ ସୀତାର ଡେଡ୍ ବଡିଟା କୁଆଖାଇ ବ୍ରିଜ ତଳେ ମିଳିବାଟା ଫାଇନାଲ। ମରିବାଟା ବି ଫାଇନାଲ। ଆପଣଙ୍କ ପୁଅ ତ ଫାଶୀ ପାଇବ, ଆପଣ ଜେଲ ଯିବା ଫାଇନାଲ। ମାନେ ମାଝେ ମାରିବା ପରେ ମାଝେର କେସ୍ଟା ତାଙ୍କ ସବୁଠୁ ଚାଲିଯିବ ନାହିଁ। କେବଳ ସୀତା ମରିବ ବୋଲି ତାଙ୍କ ଘର ଲୋକଙ୍କ ପାଖରେ ଖବର ପହଞ୍ଚିବା ଦରକାର। ତାପରେ ଷ୍ଟେପ୍ କଣ ହବ ସେ ସବୁ ମୁଁ ବୁଝିବି। ଏଥର ଆପଣ ଆସିପାରନ୍ତି। ନମସ୍କାର। ଠିକ ଅଛି, ଆସୁଛି। ମୋର ଏଇ କେସ୍ଟା ଜିତିବା ନିହାତି ଦରକାର। ଜିତିବା ଫାଇନାଲ। ଚାଲ ମେଳ। ମୁଁ ମେଘା ମୈତ୍ରୀ, ଛେଳି କାଟି କାଟି ସରପଞ୍ଚ, ମଣିଷ କାଟି କାଟି ମନ୍ତ୍ରୀ। ମୁଁ ବି ଚିତା କାଟି କାଟି ଓକିଲ। ତମେ ଛେଳି କାଟ କି ମଣିଷ କାଟ ମୋର ଯାଏ ଆସେ ନାହିଁ, କିନ୍ତୁ ମୋର ଆଉ 2-5ଟା ଏମିତି ଚେକ୍ ଦରକାର।